ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଗୁରୁବାର 25 ଜୁନ 2024 ପାଳିତ ହେବ ପବିତ୍ର ରୁକ୍ମିଣୀ ବିବାହ ଉତ୍ସବ। ଆସନ୍ତୁ ଏହି ଶୁଭ ଅବସରରେ ଶ୍ରୀକୃଷ୍ଣ ଓ ମାତା ରୁକ୍ମିଣୀଙ୍କ ଦିବ୍ୟ ବିବାହ କଥା ଶ୍ରବଣ କରି ନିଜକୁ ଧନ୍ୟ ମନେ କରୁ। ରୁକ୍ମିଣୀ ଓ ଶ୍ରୀକୃଷ୍ଣଙ୍କର ବିବାହ କଥା ହେଲା। ବିଦର୍ଭର ରାଜା ଭୀଷ୍ମଙ୍କର 5 ପୁଅ ଓ ଜଣେ କନ୍ୟା ଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ରଙ୍କ ନାମ ଥିଲା ରୁକ୍ମୀ ଏବଂ କନ୍ୟାଙ୍କ ନାମ ଥିଲା ରୁକ୍ମିଣୀ। ତାଙ୍କ ମାତାଙ୍କ ନାମ ଥିଲା ଶୁଦ୍ଧମତୀ। ରୁକ୍ମିଣୀଙ୍କ ମା ଲକ୍ଷ୍ମୀଙ୍କ ଅବତାର ଥିଲେ। ରାଜା ଭୀଷ୍ମକ ଚାହୁଁଥିଲେ ଯେ ରୁକ୍ମିଣୀଙ୍କ ବିବାହ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ସହିତ ହେଉ, କିନ୍ତୁ ରୁକ୍ମୀ ତାଙ୍କ ଭଉଣୀଙ୍କ ବିବାହ ଶିଶୁପାଳଙ୍କୁ କରିବାକୁ ସହିତ ଚାହୁଁଥିଲେ। ଯେତେବେଳେ ରୁକ୍ମିଣୀ ଏହା ଜାଣିଲେ ସେ ବହୁତ ଦୁଃଖିତ ହେଲେ। ରୁକ୍ମୀ ଶିଶୁପାଳଙ୍କୁ ବିବାହ ଶୋଭାଯାତ୍ରା ନେଇ ଆସିବାକୁ କହିଲେ। ଶିଶୁପାଳ ବିବାହ ଯାତ୍ରା ସହ ବିଦର୍ଭ ରାଜ୍ୟକୁ ଆସିଲେ। ଗଣେଶ ପୂଜା ସମୟରେ ଶିଶୁପାଳଙ୍କ ଧ୍ୟାନ କେବଳ ରୁକ୍ମିଣୀଙ୍କ ସୌନ୍ଦର୍ଯ୍ୟ ଉପରେ ହିଁ ରହିଥିଲା। ଶୁଦ୍ଧମତୀଙ୍କ ଅନ୍ତପୁରକୁ ଆସୁଥିବା ସୁଦେବ ନାମକ ଜଣେ ବ୍ରାହ୍ମଣକୁ ରୁକ୍ମିଣୀ ଅଟକାଇ କହିଲେ ଯେ ସେ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ଚାହାନ୍ତି। ତେଣୁ ସେ ସୁଦେବଙ୍କୁ ଏକ ପତ୍ର ଦେଇ ତାହା ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚେଇବାକୁ ଅନୁରୋଧ କରିଥିଲେ। ପତ୍ରରେ ରୁକ୍ମିଣୀ ଲେଖିଥିଲେ ଯେ ସେ ନିଷ୍କାମ ଏବଂ ନିର୍ବିକାର। ସୁଦେବ ଦ୍ୱାରକାକୁ ଯାଇ ପତ୍ରଟି ଶ୍ରୀକୃଷ୍ଣଙ୍କୁ ଦେଲେ। ରୁକ୍ମିଣୀ 7ଟି ଶ୍ଲୋକରେ ନିଜ ଭାବକୁ ପ୍ରକାଶ କରିଥିଲେ, ଯାହା ସପ୍ତପଦୀର ପ୍ରତୀକ ଥିଲା। ସେ ଶ୍ରୀକୃଷ୍ଣଙ୍କୁ 6ଟି ଦିବ୍ୟ ଗୁଣ ଧର୍ମ, ଐଶ୍ୱର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଏବଂ ବୈରାଗ୍ୟର ସ୍ତୁତିଗାନ କରିଥିଲେ। ସେ ଲେଖିଥିଲେ ଏହି ସଂସାର ନୁହେଁ, ସଂସାରର ସୃଷ୍ଟିକର୍ତ୍ତା ହିଁ ପ୍ରକୃତରେ ସୁନ୍ଦର ଅଟନ୍ତି। ସେ ଆହୁରି ଲେଖିଥିଲେ ଯେ ଶ୍ରୀକୃଷ୍ଣଙ୍କ ରୂପ ଏବଂ ଗୁଣ ତାଙ୍କୁ ବହୁତ ଆକର୍ଷିତ କରିଛି। ସେ କାମାସକ୍ତ ପୁରୁଷଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ସେ ନିୟମିତ ଭାବେ ସତ୍କର୍ମ କରିଛନ୍ତି, ଉପବାସ କରିଛନ୍ତି, ଦରିଦ୍ର ମାନଙ୍କୁ ଅନ୍ନ ବସ୍ତ୍ର ଦାନ କରିଛନ୍ତି। ସେ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣରେ ଆତ୍ମସମର୍ପଣ କରି କହିଥିଲେ, ଆପଣ ମତେ ଗ୍ରହଣ ନ କଲେ ମୁଁ ପ୍ରାଣ ତ୍ୟାଗ କରିବି। ସେ ଆହୁରି ଲେଖିଥିଲେ ଯେ ସେ ପ୍ରତ୍ୟେକ ଦିନ ପାର୍ବତୀ ମନ୍ଦିରକୁ ପୂଜା ପାଇଁ ଯାଆନ୍ତି ଏବଂ ସେଠାରୁ ତାଙ୍କୁ ହରଣ କରି ନେବାକୁ ସେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କୁ ଅନୁରୋଧ କରିଥିଲେ। ଏ ପତ୍ର ପାଇ ଶ୍ରୀକୃଷ୍ଣ ଏକ ନିର୍ଦ୍ଦିଷ୍ଟ ରାତ୍ରିରେ ବିଦର୍ଭରେ ପହଞ୍ଚିଗଲେ। ବିଦର୍ଭବାସୀ ମାନେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କୁ ଦେଖି ବହୁ ଆନନ୍ଦିତ ହେଲେ ଏବଂ କହିଲେ, ରୁକ୍ମିଣୀଙ୍କ ପାଇଁ ତ ଶ୍ରୀକୃଷ୍ଣ ମହାପ୍ରଭୁ ହିଁ ଯୋଗ୍ୟ ବର ଅଟନ୍ତି। ସୁଦେବ ରୁକ୍ମିଣୀକୁ ଜଣାଇଲେ ଯେ ସେ ଶ୍ରୀକୃଷ୍ଣଙ୍କୁ ଆଣିଛନ୍ତି ଏବଂ ସେ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି। ରୁକ୍ମିଣୀ ପଚାରିଲେ, ମୁଁ ଆପଣ ପାଇଁ କଣ ସେବା କରିବି? ସୁଦେବ କହିଲେ ଯେ ସେ କିଛି ଆଶା କରନ୍ତି ନାହିଁ। ଏହି ସମୟରେ ଶିଶୁପାଳ, ଜରାସନ୍ଧ ଓ ଅନ୍ୟାନ୍ୟ ରାଜାମାନେ ବିଦର୍ଭ ରାଜ୍ୟରେ ପହଞ୍ଚିଗଲେ। ଶ୍ରୀକୃଷ୍ଣଙ୍କ ଆଗମନ ବିଷୟରେ ଶୁଣି ଶିଶୁପାଳ ଭୟଭୀତ ହୋଇ ପଡିଲେ ଏବଂ ସେ ଜରାସନ୍ଧକୁ କହିଲେ ଯେ ସେ ମୋର ପତ୍ନୀକୁ ନେଇ ଯାଇପାରନ୍ତି। ଜରାସନ୍ଧ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ଆବଶ୍ୟକ ହେଲେ ସେମାନେ ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କରିବେ। ରୁକ୍ମୀ କହିଲେ ଯେ ସେ ଏପରି ବ୍ୟବସ୍ଥା କରିଛନ୍ତି ଯେ ଗୋଟିଏ ପକ୍ଷୀ ମଧ୍ୟ ରୁକ୍ମିଣୀଙ୍କ ନିକଟକୁ ପହଞ୍ଚି ପାରିବ ନାହିଁ। ପାର୍ବତୀ ମନ୍ଦିରକୁ ଯିବା ସମୟରେ 16 ଜଣ ସଖୀ ଏବଂ ଅନେକ ପହିଲମାନ ତାଙ୍କ ସହିତ ରହିବେ। ଏହା ଶୁଣି ଶିଶୁପାଳ କିଛିଟା ପରିମାଣରେ ନିଶ୍ଚିନ୍ତ ହେଲେ। ବିବାହ ପୂର୍ବ ରୁକ୍ମିଣୀ ଅତ୍ୟନ୍ତ ସଜେଇ ହୋଇ ନିଜ ପିତାମାତା ଓ ତୁଳସୀ ଦେବୀଙ୍କୁ ପ୍ରଣାମ କଲେ। ତାଙ୍କ ମାତା କହିଲେ ଯେ ବିବାହ ହେବାକୁ ଥିବାରୁ ସେ ପାର୍ବତୀ ମନ୍ଦିରକୁ ପାଦରେ ଚାଲି ଯିବା ଉଚିତ। ରୁକ୍ମିଣୀ ପୁଣି ଥରେ ନିଜ ମାତାଙ୍କୁ ପ୍ରଣାମ କଲେ, କାରଣ ସେ ଭଲ ଭାବେ ଜାଣିଥିଲେ ଯେ ସେ ଆଉ ଘରକୁ ଫେରିବେ ନାହିଁ। ମନ୍ଦିରରେ ରୁକ୍ମିଣୀ ପାର୍ବତୀ ମାଙ୍କ ପୂଜା କରୁଥିଲେ, କିନ୍ତୁ ତାଙ୍କ ମନରେ ସଦା ସର୍ବଦା ଶ୍ରୀକୃଷ୍ଣ ହିଁ ଦର୍ଶନ ଦେଉଥିଲା। ସେ ପାର୍ବତୀ ମାଙ୍କୁ ପ୍ରାର୍ଥନା କଲେ ଯେ ଅତି ଶୀଘ୍ର ତାଙ୍କ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ସହିତ ବିବାହ ହଉ। ମା ପାର୍ବତୀ ଆଶୀର୍ବାଦ ଦେଲେ ଯେ ତାଙ୍କର ସମସ୍ତ ଇଚ୍ଛା ପରିପୂର୍ଣ୍ଣ ହବ। ପୂଜା ଶେଷ କରି ମନ୍ଦିରରୁ ଧୀରେ ଧୀରେ ତଳକୁ ଆଉଥିଲା ବେଳେ ଅନେକ ରାଜା କାମ ଭାବରେ ତାଙ୍କ ସୌନ୍ଦର୍ଯ୍ୟ ପ୍ରଶଂସା କରୁଥିଲେ। ରୁକ୍ମିଣୀ କେବଳ ଗୋଟିଏ ଦୃଷ୍ଟି ପକାଇବା ମାତ୍ରେ ସେମାନେ ସମସ୍ତେ ମୂର୍ଚ୍ଛିତ ହୋଇ ପଡିଗଲେ। ଶ୍ରୀକୃଷ୍ଣ ନିଜ ସାରଥୀ ଦାରୁକଙ୍କୁ ରଥ ଆଗକୁ ନେବାକୁ କହିଲେ। ଗରୁଡ ଧ୍ୱଜ ଦେଖି ରୁକ୍ମିଣୀ ବହୁତ ଆନନ୍ଦିତ ହେଲେ। ଶ୍ରୀକୃଷ୍ଣ ତାଙ୍କ ହାତ ଧରି ରଥ ଉପରକୁ ଉଠାଇ ବସାଇ ଦେଲେ ଏବଂ ଦ୍ୱାରିକା ଦିଗକୁ ଯାତ୍ରା କଲେ। ପରେ ଯେତେବେଳେ ମୂର୍ଚ୍ଛିତ ରାଜା ମାନେ ଚେତନା ଫେରିଲା, ସେମାନେ ଜାଣିଲେ ଯେ ଶ୍ରୀକୃଷ୍ଣ ରୁକ୍ମିଣୀକୁ ହରଣ କରି ନେଇଛନ୍ତି। ଶିଶୁପାଳ କାନ୍ଦିବାକୁ ଲାଗିଲେ। ଜରାସନ୍ଧ ଓ ଅନ୍ୟ ରାଜା ମାନେ ତାଙ୍କୁ ସାନ୍ତ୍ୱନା ଦେଲେ। ପରେ ସେମାନେ କ୍ରୋଧିତ ହୋଇ ଅସ୍ତ୍ରଶସ୍ତ୍ର ଧାରଣ କରି ଶ୍ରୀକୃଷ୍ଣଙ୍କ ପଛରେ ଧାଇଁଲେ। ଶ୍ରୀକୃଷ୍ଣ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ବଳରାମ ଚିନ୍ତିତ ହେଲେ
କାରଣ ଜାଣିବା ପରେ ସେ ସେନା ସହ ବିଦର୍ଭ ରାଜ୍ୟରେ ପହଞ୍ଚି ଶିଶୁପାଳ, ଜରାସନ୍ଧ, ଦନ୍ତବକ୍ର ଓ ଅନ୍ୟ ରାଜା ମାନଙ୍କ ସେନାକୁ ପରାସ୍ତ କରିଦେଲେ। ସମସ୍ତେ ପଳେଇ ଗଲେ, କେବଳ ଶିଶୁପାଳ କାନ୍ଦୁଥିଲେ, କିନ୍ତୁ ସେ ଯୁଦ୍ଧ କଲେ ନାହିଁ। ରୁକ୍ମୀ ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ, ଶ୍ରୀକୃଷ୍ଣ ତାଙ୍କୁ ବାନ୍ଧି ଦେଲେ। ରୁକ୍ମଣୀ ନିଜ ଭାଇକୁ କ୍ଷମା କରିବା ପାଇଁ ପ୍ରାର୍ଥନା କଲେ। ବଳରାମ କହିଲେ, ରୁକ୍ମୀ ବର୍ତ୍ତମାନ ତୁମେ ସାହକ, ତେଣୁ ତାଙ୍କୁ ଛାଡି ଦିଅ। ଶ୍ରୀକୃଷ୍ଣ ତେଣୁ ତାଙ୍କୁ ମୁକ୍ତ କରିଦେଲେ। ପରେ ଶ୍ରୀକୃଷ୍ଣ ଉଦ୍ଧବଙ୍କ ମାଧ୍ୟମରେ ନନ୍ଦମାମାଙ୍କୁ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠେଇଲେ। ନନ୍ଦମାମା କହିଲେ, କାହ୍ନା ଗୋକୁଳକୁ ଆସିନାହାନ୍ତି, ତେଣୁ ମୁଁ ଦ୍ୱାରକାକୁ ଯିବିନି। ଏହା ଶୁଣି ସ୍ୱୟଂ ଶ୍ରୀକୃଷ୍ଣ ଗୋକୁଳକୁ ଯାଇ ମାତା ଯଶୋଦାଙ୍କୁ ବିବାହରେ ଯୋଗ ଦେବାକୁ ଅନୁରୋଧ କଲେ। ସେ କହିଲେ, ଆପଣମାନେ ନ ଆସିଲେ ମୁଁ ବିବାହ କରିବି ନାହିଁ। ତାପରେ ନନ୍ଦମାମା, ଯଶୋଦା ମା, ଗୋପୀ ମାନେ ଓ ବ୍ରଜବାସୀ ମାନେ ସମସ୍ତେ ଦ୍ୱାରକାରେ ଆସି ପହଞ୍ଚିଲେ। ରାଜା ଭୀଷ୍ମକ ମଧ୍ୟ ଆସିଥିଲେ, କିନ୍ତୁ ଦୁର୍ବାସା ଋଷିଙ୍କ ଅଭିଶାପ କାରଣରୁ ସେ ଦ୍ୱାରକାରେ ରହିପାରିଲେ ନାହିଁ। ସେହି କାରଣରୁ ଶ୍ରୀକୃଷ୍ଣ ଏବଂ ରୁକ୍ମଣୀଙ୍କ ବିବାହ ଗୁଜରାଟର ମାଧବପୁରରେ ଧୁମଧାମ ସହିତ ସମ୍ପନ୍ନ ହେଲା। ରୁକ୍ମଣୀ ବିବାହ କେବଳ ଏକ ଦିବ୍ୟ ବିବାହ ନୁହେଁ, ଏହା ଏକ ଭକ୍ତି, ସମର୍ପଣ, ସତ୍ୟ ପ୍ରେମର ଅଦ୍ୱିତୀୟ ପ୍ରତୀକ ଅଟେ। ମାତା ରୁକ୍ମଣୀ ଅନେକ ଅଚଳ ଭକ୍ତି ଏବଂ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଅତୁଟ ବିଶ୍ୱାସ ଆମକୁ ଶିଖାଏ ଯେ ସତ୍ୟ ଭକ୍ତି କେବେ ବିଫଳ ହୁଏ ନାହିଁ। ଏହି ପବିତ୍ର ଦିନରେ ଶ୍ରୀକୃଷ୍ଣ ମା ରୁକ୍ମଣୀଙ୍କୁ ପୂଜା କରିବା ସହିତ ଦାମ୍ପତ୍ୟ ଜୀବନରେ ସୁଖ, ଶାନ୍ତି, ସୌଭାଗ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ଅବିବାହିତ ଯୁବକ ଏବଂ ଯୁବତୀ ମାନେ ଏହି ଦିନ ଭକ୍ତି ଭାବରେ ପ୍ରାର୍ଥନା କଲେ ମନୋବାଞ୍ଛିତ ଜୀବନ ସାଥୀ ପ୍ରାପ୍ତିର ଆଶୀର୍ବାଦ ମିଳେ ବୋଲି କୁହାଯାଉଛି। ରୁକ୍ମଣୀ ବିବାହ ଆମକୁ ଏହି ସନ୍ଦେଶ ଦିଏ ଯେ ଭଗବାନଙ୍କ ଉପରେ ଅଟଳ ବିଶ୍ୱାସ ରଖିଲେ ସମସ୍ତ ବାଧା ବିଘ୍ନ ରିଷ୍ଟ ଖଣ୍ଡନ ହୋଇଥାଏ। ଏହି ଶୁଭ ଦିନରେ ରୁକ୍ମଣୀ ଅଷ୍ଟକ, ଶ୍ରୀକୃଷ୍ଣ ନାମ, ଶ୍ରୀକୃଷ୍ଣ ସହସ୍ରନାମ, ଶ୍ରୀକୃଷ୍ଣ ଅଷ୍ଟୋତ୍ତର ନାମ, ଭାଗବତ ପାଠ ଅତ୍ୟନ୍ତ ଶୁଭ ଓ ଫଳଦାୟକ ବୋଲି ମନେ କରାଯାଏ। ଜୟ ଶ୍ରୀକୃଷ୍ଣ, ଜୟ ରୁକ୍ମଣୀ ମାତା। ଯଦି ମୋର ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଦର୍ଶକ ବନ୍ଧୁ ଦୟାକରି ଲାଇକ୍, ସେୟାର, ସବସ୍କ୍ରାଇବ ଏବଂ କମେଣ୍ଟ କରନ୍ତୁ।